ସାତଟା ମେଢ। ସାତଟା ମେଢ ସବୁ ତ ବେଙ୍ଗଲ ସାଉଣ୍ଡ ଆସୁଛନ୍ତି। ଓଡିଶାର ଆମର ଦିଟା ସାଉଣ୍ଡ ଭଦ୍ରକ ସେଟଅପ୍ ଅଛି। ଗୋଟେ ଅନର ପଡିବ ଗୋଟେ ଦାସ ସାଉଣ୍ଡ ଅଛି। ଆମେ ତ କମ୍ପିଟିସନ ସବୁବେଳେ କରୁଛୁ। ଏଥର ମତେ ଲାଗୁଛି ଆମର ପାବାର ପାଖରେ ଆମର ବୋଧେ ବନ୍ଧା ହବ। ନମସ୍କାର, ଜୟ ଜଗନ୍ନାଥ। ଦାସ ସାଉଣ୍ଡ ବର୍ତ୍ତମାନ ଡେକୋରେସନ ଜୋରଦାରରେ ଚାଲିଛି। ଆଉ ଦାସ ସାଉଣ୍ଡ ଡେକୋରେସନ ଇଭେଣ୍ଟ କାମ ସବୁ କରିବା ସହିତ ଏଠି ବର୍ତ୍ତମାନ ସବୁଠୁ ହାଇଲାଇଟ ଥିବା ବୋଡକ ସରସ୍ୱତୀ ପୂଜାର ଭସାଣୀ ଉତ୍ସବରେ ଦାସ ସାଉଣ୍ଡ ମାନେ 26 ତାରିଖ ଦିନ ସୋମବାର ଦିନ ଯୋଉ ଭସାଣୀ ଉତ୍ସବ, ଦାସ ସାଉଣ୍ଡ ର ଭୂମିକା ବହୁତ ଅଛି। ମାନେ ସବୁ ଭାଇଙ୍କର ଭୂମିକା ବହୁତ ଅଛି। ଏଠି କମ୍ପିଟିସନ ନଙ୍ଘା କମ୍ପିଟିସନ ହବ 26 ତାରିଖ, କେବେ ମିସ୍ କରିବେନି। ଆଜି ଆମେ ଗୋଟେ ଛୋଟିଆ ଇଣ୍ଟରଭ୍ୟୁ ରଖିଛୁ ଶମ୍ଭୁ ଭାଇଙ୍କ ସହିତ, ମାନେ ଦାସ ସାଉଣ୍ଡ ସହିତ କେମିତି କଣ ପ୍ରିପାରେସନ ଅଛନ୍ତି ଭସାଣୀ ପାଇଁ ସେ ବିଷୟରେ ଜାଣିବା। ତା ପୂର୍ବରୁ ମୁଁ ଟିକେ ଦେଖେଇ ଦଉଛି ବର୍ତ୍ତମାନ ଡେକୋରେସନ କେମିତି କଣ ଚାଲିଛି। ଏଇଠୁ ପ୍ରାୟ ବହୁତ ବାଟ ତ ଡେକୋରେସନ ଚାଲିଛି। ଟ୍ରାକ୍ଟରଟା ମଝିରେ ପଳେଇ ଆସିଲା, ଟିକେ ସାଉଣ୍ଡ ଏପଟ ସେପଟ ହଉଛି। ଏପଟ ଡେକୋରେସନ ହଉଛି, ଇଏ ଗୋଟେ ନୂଆ ଡିଜାଇନ ଚାଲିଛି। ତ ଏପଟେ ବି ଆମର ବହୁତ ପ୍ରକାର ଡେକୋରେସନ ଚାଲିଛି। ଏପଟେ ସେଲ୍ଫି ଷ୍ଟାଣ୍ଡ ସବୁ ଭାଇ ବସିଛନ୍ତି ଏଠି। ତାପରେ ଭିତରେ ଆମେ ଠାକୁରର ବି ଟିକେ ଦେଖେଇଦବା। ଯାହା ଶମ୍ଭୁ ଭାଇ ସବୁ ମାନେ ଡିଜେ ସହିତ ଇଭେଣ୍ଟ କାମ ବି କରୁଛନ୍ତି। ଆମେ ଜାଣିବା ଶମ୍ଭୁ ଭାଇଙ୍କ ପାଖରୁ କେମିତି କଣ ପ୍ରୋଗ୍ରାମ। ଇଏ ରହିଛି ଆମର ସେଟଅପ୍ ରହିବ, ଇଏ ସାଉଣ୍ଡ ସେଟଅପ୍, ଟିକେ ସାଉଣ୍ଡ ସେଟଅପ୍ ରହିବ ଆମର ପ୍ରୋଗ୍ରାମ ପାଇଁ, ଷ୍ଟାଣ୍ଡିଂ ପ୍ରୋଗ୍ରାମ ପାଇଁ ଏତିକି ଟିକେ ସେଟଅପ୍ ରହିଛି। ଏପଟେ ସେଲ୍ଫି ଷ୍ଟାଣ୍ଡ। ତ ବେଶୀ ଲେଟ୍ କରିବାନି, ଆସନ୍ତୁ ଜାଣିବା ଶମ୍ଭୁ ଭାଇଙ୍କ ପାଖରୁ କେମିତି କଣ ପ୍ରୋଗ୍ରାମ ପାଇଁ ରେଡି ଅଛନ୍ତି ଆମର ସରସ୍ୱତୀ ପୂଜା ପ୍ରୋଗ୍ରାମ ପାଇଁ। Welcome to MSB Creation BDK. अरे दीवानो मुझे पहचानो कहां से आया। ତ ଚାଲନ୍ତୁ ବର୍ତ୍ତମାନ ଆମ ପାଖରେ ଶମ୍ଭୁ ଭାଇ ବସିଛନ୍ତି, ମାନେ ଦାସ ସାଉଣ୍ଡ ଓନର। ଶମ୍ଭୁ ଭାଇ ନମସ୍କାର। ଜୟ ଜଗନ୍ନାଥ। ତ ଶମ୍ଭୁ ଭାଇ ଏଠୁ ଆମର ପ୍ରାୟ 3-4 ବର୍ଷ ହେଲାଣି ଆମର ପ୍ରୋଗ୍ରାମ କରୁଛନ୍ତି। ଦିଥର ବି ଆମ କମ୍ପିଟିସନରେ ଓହ୍ଲେଇଛନ୍ତି, ଗୋଟେ ବର୍ଷ। ତ ଏଥର ଆମେ ଜାଣିବା ଶମ୍ଭୁ ଭାଇ କେମିତି କଣ କମ୍ପିଟିସନ ପାଇଁ ଓହ୍ଲେଇଛନ୍ତି, ଆଉ ଇଭେଣ୍ଟ କାମ ତାଙ୍କର କେମିତି କଣ ଚାଲିଛି, ପ୍ରୋଗ୍ରାମ କେତେ କଣ ଆସୁଛି, ସବୁ କିଛି ଜାଣିବା। ଶମ୍ଭୁ ଭାଇ, ମୋ ଚ୍ୟାନେଲକୁ ଆପଣଙ୍କୁ ବହୁତ ବହୁତ ମାନେ ସ୍ୱାଗତ କରୁଛି। ତ ଆମର 26 ତାରିଖ ଏଥର ବୋଡକ ସରସ୍ୱତୀ ପୂଜା ରହୁଛି। ଆପଣମାନେ ତ ଜାଣିଛନ୍ତି, ଆପଣ ଜାଣିଛନ୍ତି ଏଠି ପ୍ରୋଗ୍ରାମ କେମିତି କଣ ହୁଏ ଆଉ କମ୍ପିଟିସନ କେମିତି ହୁଏ। ତ ଏଥର କମ୍ପିଟିସନକୁ ନେଇକି ମାନେ ପ୍ରିପାରେସନ କେମିତି ଅଛି, ଆଉ କମ୍ପିଟିସନ ତ ଏଠି ନଙ୍ଘା କମ୍ପିଟିସନ ହବ କଣ କେମିତି? ସାତଟା ମେଢ ସବୁ ତ ବେଙ୍ଗଲ ସାଉଣ୍ଡ ଆସୁଛନ୍ତି। ଓଡିଶାର ଆମର ଦିଟା ସାଉଣ୍ଡ ଭଦ୍ରକ ସେଟଅପ୍ ଅଛି। ଗୋଟେ ଅନର ପଡିବ, ଗୋଟେ ଦାସ ସାଉଣ୍ଡ ଅଛି। ଆମେ ତ କମ୍ପିଟିସନ ସବୁବେଳେ କରୁଛୁ। ଏଥର ମତେ ଲାଗୁଛି ଆମର ପାବାର ପାଖରେ ଆମର ବୋଧେ ବନ୍ଧା ହବ। ସେଇ ଜଷ୍ଟ ଟିକେ ସେପଟରେ ପାୱାର ବନ୍ଧା ହବ, ଏଇ ଖୁଣ୍ଟ ସେପଟକୁ, ସେପଟୁ ମା ମନସାପୁର ବି ଆସିବ। ଦିଟା ସେଟଅପ୍ ରହିଛି। ଆଉ ମତେ ଯାହା ଲାଗୁଛି କମ୍ପିଟିସନ ବୋଧେ ଲାଷ୍ଟ ରୁ ଫାଷ୍ଟ ପର୍ଯ୍ୟନ୍ତ ଖାଲି ଚାଲିଲା। ଏଠି କମ୍ପିଟିସନ ପ୍ରାୟ ଥାକ ଥାକ ହେଇକି ଯାଏ। ସବୁ ବେଙ୍ଗଲ ସହିତ ଆମକୁ ଲଢିବାକୁ ପଡିବ। ଆମ ସେଇ ହିସାବରେ ଆମେ ଆସିବୁ, ମାନେ ଫୁଲ ପ୍ରିପାରେସନ କମ୍ପିଟିସନ ପାଇଁ ଆସିବୁ। ସେଟା ହାରିଲା ଜିତିଲା କି କଣ ସେଟା ତ ପର କଥା। ଆମ ଟିମ୍ ସହିତ ଆମେ ଆସିବୁ କାମ, ତାପରେ ଦେଖିବା କଣ କେମିତି ପ୍ରୋଗ୍ରାମ ଚାଲିଛି। ସେଟଅପ ରେ କଣ କଣ ରହିବ କମ୍ପିଟିସନ ସେଟଅପ ରେ? ସେଭଳିଆ କିଛି କେମିତି କହିହବନି, ତଥାପି ନିଶ୍ଚିତ ଆମେ ଚାହୁଁଛୁ ଭଲ ନିଶ୍ଚିତ କରିବା ପାଇଁ। ଠିକ ଅଛି। ତ ଏଠି ଏ ଅନୁଷ୍ଠାନରେ କେତେ ବର୍ଷର କଣ କାମ? ଏଟା 3 ବର୍ଷ ହେଲା ପ୍ରୋଗ୍ରାମ। ଠିକ ଅଛି। ଏଠି ଏଥର 7ଟା ପୂଜା କମିଟି, 5ଟା ବେଙ୍ଗଲ ସାଉଣ୍ଡ, ସମସ୍ତଙ୍କୁ ଟକ୍କର ଦେଲା ଭଳିଆ ଏଥର ସେଟଅପ ଦାସ ସାଉଣ୍ଡ ନେଇକି ଆସିବ। ନିଶ୍ଚିତ। ତ ଇଏ ଇଭେଣ୍ଟ କାମ କେତେ ବର୍ଷ ହେଲାଣି କଣ ଚାଲିଲାଣି? ଇଭେଣ୍ଟ କାମ ମୁଁ ବୁଝାବୁଝି କରୁଛି 15 ବର୍ଷ। ତ ଏଠି ଇଭେଣ୍ଟ କାମ ପାଇଁ କେତେ କଣ, ଏଇ ଯୋଉ ଡେକୋରେସନ ପାଇଁ କଣ କେମିତି ଆସିବ? ଚାଲିଛି, ଆମ ଷ୍ଟାଫ ତ ଅଛନ୍ତି, ଆମେ ଏଠି 15 ଜଣ ପିଲା ଆସୁଛନ୍ତି। କାମ ଚାଲିଛି, ଆଉ 2 ଦିନ ଲାଗିବ। 23 ତାରିଖ ତ ପୂଜା, ଆମର 22 ତାରିଖ ରାତି ସୁଦ୍ଧା କାମ ସାରିବାକୁ ପଡିବ। ଇଏ ଥିଲା ଦାସ, ମାନେ ଶମ୍ଭୁ ଭାଇଙ୍କ ସହିତ ଗୋଟେ ଛୋଟିଆ ଇଣ୍ଟରଭ୍ୟୁ ଦାସ ସାଉଣ୍ଡ। ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆସନ୍ତୁ ଭସାଣୀ 26 ତାରିଖ ସୋମବାର ଦିନ। ଏଠି ପ୍ରାୟ 7ଟା ଡିଜେର ଫୁଲ କମ୍ପିଟିସନ ରହିବ। ତା ସହିତ ଶମ୍ଭୁ ଭାଇ ବି ଅଛନ୍ତି, ଆମ ନିଜର କମ୍ପିଟିସନ ନଙ୍ଗା କମ୍ପିଟିସନ ପ୍ରୋଗ୍ରାମ ହବ, କେବେ ମିସ୍ କରିବେନି। ଆସିବେ ସୋମବାର ଦିନ ଆମ ସହିତ ଫୁଲ ଏନ୍ଜୟ କରିବେ। ରହିଲୁ, ଜୟ ଜଗନ୍ନାଥ।